ରାମ ରାଜା ହବା ପାଇଁ ସବୁ ରେଡି। ଆଇଲା ବହିର ଭିଲିଆନ। ଆଜିକାଲି ତମେ ସବୁ ଯଦି ଟିଭି ଦେଖୁଥବ ଆଉ ତମେ ଟିଭିରେ ପୁଅ ପିଲା ଭିଲିଆନ ଦେଖୁଛ? ସବୁ ଝିଅ ପିଲା ଭିଲିଆନ। ରାମାୟଣରେ ପ୍ରଥମେ ଗୋଟେ ଝିଅ ପିଲା ଭିଲିଆନ ବାହାରିଲା। ସେ କିଏ? ଯାହାକୁ ଆପଣ ମାନଙ୍କର ଗାୟକ କେଶରୀ ଉଦୟନାଥ ରଥ ଶର୍ମା କହିଲା ମନ୍ଦ ବୁଦ୍ଧି ଯେ ମନ୍ଥରା ଇଏ ମନ୍ଥି ଦେଲା ଅଯୋଧ୍ୟା ଗୋଟା ସାରା ମନୁଆ ବାଇ ପ୍ରଭୁଙ୍କୁ ଦେଲା ସେ କାରା ଆଇଲା ଗୋଟେ ଭିଲିଆନ। ତା ନାଁ କଣ ଆଜ୍ଞା? ନା ମନ୍ଥରା। ମନ୍ଥି ଦେଲା ଅଯୋଧ୍ୟା। କଇକେୟୀ ଆଗେ କହିଲା କହିଲା ଆଲୋ ମା ତୁ ତ ଭାରି ଛନ ଛନ ହଉଛୁ। ନା ହେବିନି ମୁଁ ବଡ ପୁଅ ରାଜା ହବ। ନା ବଡ ପୁଅ ତୁ ପୁଅ ସିଏ ଆଉ ସିଏ ତ କୌଶଲ୍ୟା ପୁଅ ରାଜା ହବ ତା ମା ରାଜମାତା ହବ ତୁ କଣ ପାଇବୁ ହେଙ୍ଗୁ। କଇକେୟୀ ଉତ୍ତର ଦେଲା କହିଲା ଆଲୋ ଇଏ ତ ବଡ ପୁଅ ରାଜା ହବ କଥା ରାଜା ହବ ମୋର ଆଉ କଣ କହିବାର ଅଛି। ନା ବଡ ପୁଅ ଖାଲି ରାଜା ହବ ସାନ ପୁଅ ରାଜା ହେଇପାରିବନି। ନା ସାନ ପୁଅ କେମିତି ରାଜା ହବ? କେମିତି ରାଜା ହବ? ବଡ ଥାଉ ଥାଉ ସେ ତ ବଡ ପୁଅ। କହିଲା ଯଦି ମୁଁ ପ୍ରମାଣ ଦେବି ବଡ ପୁଅ ରାଜା ନ ହେଇକି ସାନ ପୁଅ ରାଜା ହେଇଛି ତାହେଲେ ତୁ ନିଜେ ଲବି କରିପାରିବୁ ତୋ ପୁଅ ରାଜା ହେବା ପାଇଁ? ନା ଗୋଟିଏ ପ୍ରମାଣ ଦେଖିଆ ଦେଲୁ। ସାନ ପୁଅ ଯଦି ରାଜା ହେଇଥିବ ମୁଁ କହିବି ମୋ ଭର୍ତ୍ତ ରାଜା ହବ ରାମ ରାଜା ହବନି। କାଲି କହିଲୁ ଉତ୍ତର ଦେଲା କିଏ? ନା ଆପଣ ମାନଙ୍କର ମନ୍ଥରା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। କଣ କହିଲା ଜାଣି? କହିଲା ଦେଖ ସାନ ପୁଅ ରାଜା ହେଇଛି ନା ନାଇଁ ନହେଲେ ମୁଁ କାନଟା କାଟିଦଉ। ନା ବଳିଷ୍ଠ ଦେବତା ପୂର୍ବ ଦେବ କହିବ ସାନୁଜ ଦେବତା ଇନ୍ଦ୍ର ବସାଇ ଯାହାର ଯେ ଯାହାର ପ୍ରୀତି ଏହି ହୋଇ ନାହିଁ ସାନ୍ଦ୍ର ଯେ ବୋଧ କରି ନୃପତି ବୁଦ୍ଧି ଥିଲେ ବୋଧମତି କହିଲା ବଳିଷ୍ଠ ଦେବତା ପୂର୍ବଦେବ। ପୂର୍ବଦେବ ଆଜ୍ଞା ନା ଯେ ଦେବତାଙ୍କ ପୂର୍ବରୁ ଜନ୍ମ ହେଇଛି ସେ କିଏ? ଏଇ ଅଞ୍ଚଳର ଜଣେ କବିଙ୍କି ଡାକି ଭାରିଡିଆ କବି ଭ୍ରମର ରାୟବାଦ ଧାଡିଏ ଉତ୍ତର ଦେଲି କହିଲା ପୂର୍ବେ ପୂର୍ବ ଦେବ ସମରେ ସର୍ବ ଅମର ଯୁଦ୍ଧେ ଯେତେ ଦୈତ୍ୟ ମାନଙ୍କୁ ବଧି ହେଲେ ସାହସୀ ପୂର୍ବ ଦେବର ଅନ୍ୟ ନାମ ହେଲା ଆଜ୍ଞା ଅସୁର। ଦେବର ଅର୍ଥ ହେଲେ ଦେବତା ଅସୁର ଗୁଡାକ ହେଲେ ବଡ ଭାଇ ଦେବତା ମାନେ ହେଲେ ଆଜ୍ଞା ସାନ ଭାଇ।
ରାଜା କିଏ? ରାଜା ଦେବରାଜ ଇନ୍ଦ୍ର ହେଲା ନା ଅସୁର ମାନେ? ତାହେଲେ ସାନ ଭାଇ ରାଜା ହେଲା ନା ବଡ ଭାଇ ରାଜା ହେଲା? ସାନ ଭାଇ ରାଜା ହେଲା। ରାମାୟଣରେ ସବୁ ବଡ ଭାଇ ରାଜା, ମହାଭାରତରେ ସବୁ ଯାକ ସାନ ଭାଇ ରାଜା। ମୁଁ ପ୍ରମାଣ ଦେବି ନା ଆଉ ଦେଖୁନା। ଆଚ୍ଛା, ମହାଭାରତରେ ଧୃତରାଷ୍ଟ୍ର ଆଉ ପାଣ୍ଡୁ ଦି ଭାଇ। ଧୃତରାଷ୍ଟ୍ର ବଡ ନା ପାଣ୍ଡୁ ବଡ? ଆଜ୍ଞା ଧୃତରାଷ୍ଟ୍ର ବଡ। ଧୃତରାଷ୍ଟ୍ର ବଡ। ରାଜା କିଏ ହେଲା? ପଣ୍ଡୁ। ପଣ୍ଡୁ ରାଜା ହେଇଛନ୍ତି। ପଣ୍ଡୁ ନା ପେଣ୍ଡୁ? ଏଇଥିପାଇଁ ତମ ପାଲାବାଲା ମାନଙ୍କୁ ଭାରି ରାଗେ। ଯେତିକି କହିବ ଠିକ କହିବ। ତା ନା ପଣ୍ଡୁ ନୁହଁ, ତା ନାଁ ହଉଛି ପାଣ୍ଡୁ। ସମସ୍ତେ କହନ୍ତି ପାଣ୍ଡୁଙ୍କର ପୁଅ ବୋଲିକି, 5ଟା ଯାକ ପୁଅ ପାଣ୍ଡବ। ମିଛ ମିଛ ନା, ପାଣ୍ଡୁଙ୍କ ପୁଅ ବୋଲି ସେ ପାଣ୍ଡବ ନୁହଁ। ନାଇଁ, ଏଇ 5ଟା ଯାକ ଭାଇ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ ପିଲାବେଳେ ଗୋଟେ ଅସୁର ଥିଲା ପାଣ୍ଡବାସୁର। ତାକୁ ବାଡେଇ ଖାଲି ବିଧା ବାଡେଇ ମାରିଦେଲେ। ତାକୁ ମାରିବାରୁ ଆଙ୍କର ନାଁ ହେଲା ପାଣ୍ଡବ। ଆଚ୍ଛା, ଧୃତରାଷ୍ଟ୍ର ପାଣ୍ଡୁଙ୍କ ବାପା କିଏ? ନା ଚିତ୍ରାଙ୍ଗଦ ଆଉ ବିଚିତ୍ର ବୀର୍ଯ୍ୟ। କଲା ବିଚିତ୍ର ବୀର୍ଯ୍ୟସ୍ୟ ଦିବ୍ୟଙ୍ଗତଂସ ସହ ପିତୃରାଜ୍ୟ ପ୍ରତିପଦ୍ୟ ବାଲ୍ୟେ ପୁରୀ ମଯୋଧ୍ୟା ଧୃତରାଷ୍ଟ୍ର ଭଦ୍ରା ସହସ୍ତି ଶୋଭା ସୁଖ ମଧୁବାସ। ବିଚିତ୍ର ବୀର୍ଯ୍ୟ ସାନ, ଚିତ୍ରାଙ୍ଗଦ ହଉଛି ବଡ। ରାଜା କିଏ ହେଲା? ବିଚିତ୍ର ବୀର୍ଯ୍ୟ। ସାନ ଭାଇ ହେଲା ନା ବଡ ଭାଇ? ସାନ ଭାଇ ରାଜା ହେଲା। ଯୁଗେ ଯୁଗେ ଯେତେ ଦେଖିବ, ଦ୍ୱାପର ଯୁଗରେ ସବୁ ସାନ ଭାଇ ହଉଛନ୍ତି ରାଜା। ମା କଇକେଇ ଠିଆ ହେଇଛି, କହିଲା ଉତ୍ତର ଦେ ରାମ, ତୁ ରାଜା ତ ହବୁ, ମୋର କିଛି କହିବାର ନାହିଁ। କିନ୍ତୁ 14 ବର୍ଷ ହେଲା ସରଜୁ ନଦୀ କୂଳରୁ ଆସିଲା ପରେ ମୋ ପୁଅ ଭରତଟା ମତେ ମା ବୋଲି ଡାକୁନି। କଣ ତା ମନରେ ଅଛି କେ ଜାଣି? ମୋ ପୁଅ ମତେ କାହିଁକି ମା ଡାକୁନି? ମତେ ଉତ୍ତର ଦେଲେ ତୁ ରାଜା ହବୁ, ନହେଲେ ରାଜା ହବୁନି। ଭଗବାନ ରାମ ହାତ ଯୋଡି ଦେଲେ, କହିଲେ ମାଲୁ, ମୁଁ ତ ସିଂହାସନ ଉପରକୁ ଯାଉଛି, ରାଜା ନହେଲା ପର୍ଯ୍ୟନ୍ତ ନିଷ୍ପତ୍ତି କେମିତି ନେବି? ଆରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ନହେଲା ପର୍ଯ୍ୟନ୍ତ ସେ ସୁଭଦ୍ରା ଯୋଜନା କେମିତି କରିବ? ତେଣୁ ମା ଅପେକ୍ଷା କର, ମୁଁ ଯାଉଛି। ମଞ୍ଚ ଉପରେ ବସିଲା ବେଳେ ମୁଁ ଉତ୍ତର ଦେବି, ମୋ ଭାଇ ଭରତ କାହିଁକି ତୋତେ ମା ଡାକୁନି? ଏତିକି କହିକି ଭଗବାନ ରାମ ଯେତେବେଳେ 2 ନମ୍ବର ପାହାଚରେ ପାଦ ପକାନ୍ତି, ଆଉ ଗୋଟେ ମା ଡାକିଲା, କହିଲା ରହିଯା ରାମ, ମୁଁ ପ୍ରଶ୍ନର ଉତ୍ତର ନଦେଲା ପର୍ଯ୍ୟନ୍ତ ତୁ ରାଜା ହେଇପାରିବୁନି। ଅନେଇ ଦେଲେ ରାମ, କହିଲେ ତୁ କିଏ ମା? ନା ଚିହ୍ନି ପାରୁନୁ? ମୁଁ ତ ଗର୍ଭଧାରିଣୀ ଜନ୍ମଦାତ୍ରୀ ମା କୌଶଲ୍ୟା। ମୋ ପ୍ରଶ୍ନର ଉତ୍ତର ଦେ। ନା କଣ ମା ପଚାରୁଛୁ? ନା ବନବାସ 6 ଦିନରେ ମୋର ମଥା ସିନ୍ଦୁର
বলা লিভি গলা সংখ্যা হরিলা